जय जगन्नाथ सामने ମୁଁ ଆପଣଙ୍କୁ ମୋର ନୂଆ ବ୍ଲଗ୍ରେ ପୁଣି ଥରେ ସ୍ୱାଗତ କରୁଛି। ଆଜି ଆସିଥିଲି ଭୁବନେଶ୍ୱର ପୁଣି ଥରେ ନା ଭୁବନେଶ୍ୱର ତ ଆଉ ଥରେ ଆସିନି। ମୁଁ ସେଇଠି ରହୁଛି। ଆଜି ମୁଁ ସନ୍ଧ୍ୟାବେଳେ ବାହାରିଥିଲି ବୁଲିବା ପାଇଁ। ଆକ୍ଚୁଆଲି ମୁଁ ଗୋଟେ କଥା ଲକ୍ଷ୍ୟ କଲି, ଭୁବନେଶ୍ୱରରେ ଯେତେ ବୁଲ ମାନେ କେତେବେଳେ ଜଣା ପଡ଼ିଯାଉନି କି ଜଣା ହିଁ ପଡ଼ୁନି କେତେବେଳେ 30 କିଲୋମିଟର 40 କିଲୋମିଟର ହେଇଯାଉଛି। ଆଜି ଆସିଥିଲି ଟିକେ ବୁଲି ଦେଖିବା ପାଇଁ, କେଉଁଠି କ'ଣ କେମିତି ଦେଖିବା ପାଇଁ। ଦେଖିକି ତ ମୋତେ ଭଲ ଲାଗିଲା। ମୋତେ ପୁରା ମାନେ ରୁମ୍କୁ ଯିବା ଲାଗି ଇଚ୍ଛା ହେଉନଥିଲା। ସବୁଆଡ଼େ ମୁଁ ତ ନୂଆ ଭୁବନେଶ୍ୱରରେ ରହୁଛି ନା, ଆଗରୁ ତ ଭୁବନେଶ୍ୱର ଆସି ରହେ, ମୋର ଏଇଠି ରିଲେଟିଭ୍ସ, କିନ୍ତୁ ମୋର ଏଇଠି ଜବ୍ କରିବାର ଏଇଠି ନୂଆ ମୋର ଏଇଠି ରହିବାର ଅଛି। ତ ମୁଁ ମୋ ସାଙ୍ଗକୁ ଧରି ଚାରିଆଡ଼େ ବୁଲୁଥିଲି, କେଉଁଠି କ'ଣ ଦେଖୁଥିଲି, ମୋତେ କେତେବେଳେ କ'ଣ ଦରକାର ତ ଆସିଥିଲି ବୁଲିବାକୁ। ଗାଡ଼ିରେ ତେଲ ପକାଇଥିଲୁ ଆସିକରି ସରିଗଲାଣି। ମାନେ ଏତେ ବୁଲିଲୁଣି 3-4 ଦିନ ଭିତରେ। ତ ମୋର ତ ଭାରି ଇଚ୍ଛା ପୁରା ମାନ୍ୟବର ହିଁ ମାନେ ମ୍ୟାରେଜ୍ ଫ୍ୟାରେଜ୍ରେ ମାନ୍ୟବର ହିଁ ନେବାକୁ ଭାରି ଇଚ୍ଛା। ଟ୍ରେଣ୍ଡସ୍ ମୁଁ ଏଠି ଗୋଟେ କଥା ବୁଝିପାରୁନି, ଟ୍ରେଣ୍ଡ୍ସରେ ସବୁବେଳେ ପାଇଁ ଗୋଟେ ଅଫର୍ କ'ଣ ପାଇଁ ଅଛି? ମୁଁ ମାନେ ଆର ବର୍ଷ ବି ଆସିଥିଲି ଏମିତି, ଏ ବର୍ଷ ବି ଏମିତି, ଏ ବର୍ଷ ନାହିଁ ମାନେ ସବୁବେଳେ ହିଁ ମାନେ 7,000 3,500 ହିଁ ରହୁଛି ସବୁବେଳେ। ଏଇଟା ଅଫର୍ ନାହିଁ, ଏଇଟା ତାଙ୍କର ମାନେ ସିଷ୍ଟମ୍। ଦେଖିପାରୁଥିବେ ମୋତେ ତ ପୁରା ଭଲ ଲାଗୁଛି। ମୁଁ ଗୋଟେ ଜାଗା ଅଛି ଦେଖିବାକୁ ଆସୁଛି। ମୋର କେଉଁଠି କିଛି ବି ପ୍ରୋବ୍ଲେମ୍ ହେଲେ କ'ଣ ମୋତେ ଦରକାର ତ କେହି ମୋ ପାଖରେ ତ ନଥିବେ, ମୁଁ ଆସି ନିଜେ ସପିଂ କରିବି। ତ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।